ଏଇ ଦିଟା ମାତ୍ର ତମେ ଦିଟା ରେଜଲ୍ଟ ଏଇ ଦିଟା ରେଜଲ୍ଟ ନେଇ ସମ୍ପୂର୍ଣ୍ଣ ହବ। ମାଇନସ ଓମେଗା ସ୍କୋୟାର ଏପଟକୁ ନେଲେ କଣ ହେଇଯିବ ମାଇନସ ଓମେଗା ସ୍କୋୟାର ତାହେଲେ ଏ 1 ପ୍ଲସ ଓମେଗା କେତେ ହେଇଯିବ ମାଇନସ ଓମେଗା ସ୍କୋୟାର ହେଇଗଲା କଣ ମାଇନସ ଓମେଗା ସ୍କୋୟାର ଏଇ ହେଇଗଲା ଦେଖ କେତେ ମାଇନସ ଓମେଗା କେତେ ହେଇଗଲା ମାଇନସ 2 ओमेगा ये ହେଇଗଲା ସେମିତି କେତେ ମାଇନସ 2 ओमेगा ସ୍କୋୟାର ତାକୁ ମଲ୍ଟିପ୍ଲାଏ କରିଲେ କେତେ ହେଇଯିବ ମାଇନସ ମାଇନସ ହେଇଗଲା କେତେ ପ୍ଲସ ହେଇଗଲା 2 into 2 ହେଇଗଲା 4 ओमेगा into ओमेगा ସ୍କୋୟାର ହେଇଗଲା କେତେ ओमेगा क्यूब ओमेगा क्यूब ର ଭ୍ୟାଲୁ କେତେ 1 ତ 4 into 1 ହେଇଗଲା କେତେ ଇକ୍ୱାଲ ଟୁ 12 ଜାଣି ହେଇଛି ତ ଲେଖା ଯାଉଛି ଶୁଣ ଲେଖା 2 plus 5 ओमेगा plus 2 ओमेगा स्क्वायर to the power 6 equal to 729 ठीक है
ତିନି ଲେଖା ହବ ନାଇଁ କେତେ କର ଏଇଟ୍ ହେଇଯିବ ଉତ୍ତର କଲ କୋଉଠି ଫାଷ୍ଟ ଆଉ ଲାଷ୍ଟ ଏଇଟା ଆଉ ଏଇଟା ଦୁଇ କମନ ନେଇଯାଅ ତାପରେ ଯୋଉ ହବ ଏତିକି ମିନିଟ ଷ୍ଟାର୍ଟ ହବ ଏ ସରିଲା ଗ୍ରୁପ ହେଇଗଲା ଏଇଟା ଦେଖ ଫାଷ୍ଟ ଦିଟା ଟୁ କମନ ନେବା କଣ ଟୁ ଇନଟୁ 1 ପ୍ଲସ ଓମେଗା ସ୍କୋୟାର ପ୍ଲସ ରହିଲା ଆମର ମଲ୍ଟିପ୍ଲାଏ କଣ 5 ଓମେଗା ପାୱାର ରେ ରହିଲା କେତେ 6 1 ପ୍ଲସ ଓମେଗା ସ୍କୋୟାର କେତେ ଆମର माइनस ओमेगा तो माइनस ओमेगा का माइनस 2 ओमेगा प्लस 5 ओमेगा होल पावर 6 ये गला के 3 ओमेगा होल पावर 6 इक्वल टू 3 टू द पावर 6 इनटू कते ओमेगा टू द पावर 6 है ना नहीं तो 3 टू द पावर 6 केटा हमर 729 इनटू देखो ये ओमेगा टू द पावर 6 प्रबल लिख पारिबी ओमेगा क्यूब तो स्क्वायर लिख पारिबी ओमेगा टू द पावर 6 लिख पारे तो एबड़ा ओमेगा क्यूब रो पावर 2 तो ओमेगा क्यूब रो वैल्यू हमर केते 1 1 नो स्क्वायर केते 1 तो हमर 729 इनटू 1 इक्वल टू ना देखा करछि चला लेखा सर्जिरो तो আজি নয়া চ্যাপ্টার পড়না কমিউনিকেশন কমিউনিকেশন বুঝলা কমিউনিকেশন কমিউনিকেশন কোন কেজি আসলা মানে কোন দরকার এই সময় দেখি তো जोरा हमर एयर बैग गुडा एयर बैग रो लॉक है ना जो पिन गुडा दबो लॉक है ना नहीं पिन टिका हो चाटी के प्राय तो पिन टिका है ना नहीं तो 0 ରୁ 9 पर्यंत सब देर है ना नहीं अरे एयर बैग रो सुनो एड छी सब टिके हला एयर बैग रो सब आसे हम एयर बैग रो पिन गुडा था ना ना नहीं लागि जाए तुम से चिन्ह कोन तो बोलो से पिन रे जो कोन तीन टिका सब प्राय तो है ना नहीं से पिन मीटर कोन 0 ରୁ 9 पर्यंत सब देर था ତମେ ଗୋଟେ ପାସୱାର୍ଡ ପକେଇ ଦେଇଛ ଯାଇଛ ଭୁଲି ଯାଇଛ ବୁଝିଲା ତ ତାହେଲେ ତମ ପାଖରେ ପସିବିଲିଟି କେତେ ଅଛି ତମେ ବହୁତ ଦିନ ବହୁତ ଭାରି କ୍ଲାସ ସହିତ କମ୍ବାଇନ କରିକି ଯୋଡିକି ତମେ ଘରକୁ ଫୋନ କଲ ବାହାରକୁ ଫୋନ କଲ ମା କହିଲେ ଯେ 2 3 4 ଏଇଭଳିଆ କିଛି ପଡିଛି ମାନେ ପର୍ଟିକୁଲାର 2 3 4 ବି ନାହିଁ 2 3 4 ତିନିଟା ନମ୍ବର ହିଁ ଆମ ପାଖରେ ଅଛି ବୁଝିଲ ନା ନାଇଁ ତାହେଲେ ତମକୁ ଟିକେ ସୁବିଧା ହେଇଗଲା ମାନେ ଆଉ 0 କୁ ଧରିକି ଯୋଉ 0 1 ରହିଲା 9 ପର୍ଯ୍ୟନ୍ତ ତା ଭିତରୁ ଖାଲି ତମେ କଣ 2 3 4 ନବ ଆଉ ଗୋଟେ କିଛି ନେବାର ନାହିଁ ତ 2 3 4 କୁ ତମେ କଣ କମ୍ବାଇନ କରିକି ଅଲଗା ଅଲଗା ଫର୍ମେସନ କରିକି ସବୁ ବାହାର କରି ହେଲା ନାଇଁ ତାହେଲେ କଣ କୋଉଟା କେତେ କରିବେ 2 3 4 ହେଇପାରେ 2 4 3 ହେଇପାରେ ଏଗୁଡ଼ା ସବୁ ହବ ନାଇଁ ତାହେଲେ କଣ 3 2 4 ଏଗୁଡ଼ା କଣ ଅଲଗା ଅଲଗା କରିବ ତାହେଲେ କେତେ ହବ ଟୋଟାଲ ଦେଖିଲା ବେଳେ 2 3 4 ହେଲା 2 4 3 ହେଲା ତାପରେ ଆଉ କଣ ହେଇପାରିବ 3 4 ତାପରେ 4 2 3 ଆଉ କଣ 4 3 2 ଆଉ 4 2 ଏତିକି ତ ଆଉ କଣ ହବ ଏତିକି ତାହେଲେ ଆଉ କଣ ହବ 2 3 4 ଆମେ ନେଇକି ଆମ ଏତିକି ପସିବଲ ହେଇପାରିବ ତ ତାହେଲେ ତମେ ଏଇ ଛଅଟା ପ୍ରଶ୍ନ ଦେଲେ ତମେ କୋଉଥିରେ ଗୋଟେ ବ୍ଲକ୍ କରିବ ମନ କେତେ ବ୍ଲକ୍ କରିବ ତ ଏଇ ମାନେ କଣ ଆମର ପସିବଲ କେସେସ ବାହାର ନାହିଁ
ଆମର ୟୁଜ କରାଯାଏ କଣ ପରମୁଟେସନ ଆଉ କଣ କମ୍ବିନେସନ ବୁଝିଲା ତ ସେଇଭଳିଆ ତମ କୋଶ୍ଚିନ୍ ଥିବ ଦେଇଥିବ କିମ୍ବା ଦେଇଥିବ ତାର ଆନ୍ସର କରିବା ପାଇଁ ଆମର କଣ ୟୁଜ କରିବା ପରମୁଟେସନ ଆଉ କମ୍ବିନେସନ ତ ପରମୁଟେସନ କମ୍ବିନେସନ ପଢିବା ପୂର୍ବରୁ ଆମର ଗୋଟେ ଦରକାର ହୁଏ ଫ୍ୟାକ୍ଟୋରିଆଲ ହେଲା କାରଣ ପରମୁଟେସନ ଆଉ କଣ କମ୍ବିନେସନ ଆମର ଫ୍ୟାକ୍ଟୋରିଆଲ ର ୟୁଜ ଫ୍ୟାକ୍ଟୋରିଆଲ ପ୍ରଥମେ ଆମେ ପଢିବା ତାପରେ କଣ ପରମୁଟେସନ କମ୍ବିନେସନ କୁ ଯିବା ଏଠି ଦିଅ ପରମୁଟେସନ କମ୍ବିନେସନ ଆଉ ସବହେଡିଂ ରେ ତ ଫ୍ୟାକ୍ଟୋରିଆଲ permutation and combination reading दियो ତା ତଳକୁ ସବ ହେଡିଂ ଦିଅ ଫ୍ୟାକ୍ଟୋରିଆଲ ସ୍ପେଲିଂ ଟା କି ନା ଲେଖିପାରିବ ଦେଖ ଫ୍ୟାକ୍ଟୋରିଆଲ ଲେଖିବ ଦେଖ the continue product of the continue product of as n natural number as n small n ହେଲା as n natural number ବୁଝିଲ is called n factorial n factorial लिखिल and is denoted by and is denoted by n factorial ଦି ପ୍ରକାର ଲେଖିବ ହେଲା ଏଇଟାକୁ କହିବା ଆମେ ଫ୍ୟାକ୍ଟୋରିଆଲ ସିମ୍ବଲ ଆଉ କିଛିଟା ଜାଗାରେ ଏଇଭଳିଆ ବି ଲେଖିଥାଏ ବୁଝିହେଲା n ଫ୍ୟାକ୍ଟୋରିଆଲ କୁ ଏଇଭଳିଆ ଲେଖିଥାଏ ବା କଣ ଏ ଆଙ୍ଗେଲ ଦେଲା ଭଳିଆ ଏଇଭଳିଆ ପ୍ରାୟତଃ ଜାଗାରେ ଆମେ ସବୁବେଳେ ଏଇଟା ୟୁଜ ହୁଏ ଏଇଟା କିଛିଟା ଜାଗାରେ ଦେଇଥାଏ ଏଇଭଳିଆ ବୁଝିଲ ନା ନାଇଁ ତାହେଲେ ଆକୁ ପଢିବ କଣ ତମେ n ଫ୍ୟାକ୍ଟୋରିଆଲ ତାହେଲେ n ଫ୍ୟାକ୍ଟୋରିଆଲ କୁ ଆମ ପାଇଁ କଣ କହିଲା ଫାଷ୍ଟ n ଟା ନ୍ୟାଚୁରାଲ ନମ୍ବର ର ମଲ୍ଟିପ୍ଲିକେସନ କୁ ଆମେ କହିବା କଣ n ଫ୍ୟାକ୍ଟୋରିଆଲ ତାହେଲେ n ଫ୍ୟାକ୍ଟୋରିଆଲ ର ଭ୍ୟାଲୁ ଟା ଆମର କଣ ହେଲା ଫାଷ୍ଟ n ଟା ନ୍ୟାଚୁରାଲ ନମ୍ବର ର କଣ ପ୍ରଡକ୍ଟ ନା ନାଇଁ ତାହେଲେ ଫାଷ୍ଟ n ଟା କଣ ଦେଖିଲ n ଇନଟୁ କମେଇ ଦବ ଗୋଟେ ଯିବି ନା ନାଇଁ n into n minus 1 into n minus 2 into dot 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 into 2 into 1 তাহলে 1 to n করতে তো n টা ন্যাচুরাল নম্বর ହେଲା ସେଇ n ଟା ନ୍ୟାଚୁରାଲ ନମ୍ବର ମଲ୍ଟିପ୍ଲିକେସନ କୁ ଆମେ କରିବା କଣ n ଫ୍ୟାକ୍ଟୋରିଆଲ ଯଦି n ଫ୍ୟାକ୍ଟୋରିଆଲ ର ଭ୍ୟାଲୁ ଇକ୍ୱାଲ ହେଲା ତାହେଲେ ଆମେ 3 ଫ୍ୟାକ୍ଟୋରିଆଲ କୁ କଣ ଲେଖିପାରିବା କହିଲ 3 into 2 into 1 ଲେଖିପାରିବା ନା ନାଇଁ ତାହେଲେ ଇକ୍ୱାଲ ହେଇଗଲା କେତେ ଆମର 6 ଯଦି 2 ଫ୍ୟାକ୍ଟୋରିଆଲ ହେଇଗଲା ଆମେ କେତେ 2 into ଇକ୍ୱାଲ ହେଇଗଲା କେତେ 1 ଫ୍ୟାକ୍ଟୋରିଆଲ ହଉଛି 4 ଫ୍ୟାକ୍ଟୋରିଆଲ କେତେ ହବ 4 into 3 into 2 into 1 ହେଇଯିବ କେତେ ସେମିତି 5 ଫ୍ୟାକ୍ଟୋରିଆଲ କେତେ ହବ 5 into 4 into 3 into 2 into 1 ଦେଖିବ କିନ୍ତୁ n ଫ୍ୟାକ୍ଟୋରିଆଲ ଲିଖିଦିଅ ତା ତଳକୁ ଲେଖିଦିଅ 1 ଫ୍ୟାକ୍ଟୋରିଆଲ 2 ଫ୍ୟାକ୍ଟୋରିଆଲ ये ଲେଖିଲ n ଫ୍ୟାକ୍ଟୋରିଆଲ ସେଟ୍ ପଢାହେଲାନି ତ ସେଟ୍ ପଢାହେଲା ମାନେ ବିଲଙ୍ଗସ୍ ଟୁ ଆନ୍ସର ହେଲା ନା ଏଠି ଲେଖି ଦିଅ n belongs to n star n belongs to n star ମାନେ କଣ 0 1 2 3 4 ଏଇଗୁଡା ବୁଝୁଛ ନା ନାଇଁ ନ୍ୟାଚୁରାଲ ନମ୍ବର ତା ସହିତ ଆଡ୍ ହେଇପାରିବ କଣ 0 ଟା ନେଗେଟିଭ ନମ୍ବର ରହିବ ନାହିଁ ନେଗେଟିଭ ନମ୍ବର ର ଆମେ ଫ୍ୟାକ୍ଟୋରିଆଲ ବାହାର କରିପାରିବା ନାହିଁ ବୁଝୁଛ ନା ନାଇଁ କି କୌଣସି କଣ ରେଶନାଲ ନମ୍ବର ବା ଡେସିମାଲ ନମ୍ବର ର ଯୋଉ କଣ ଫ୍ୟାକ୍ଟୋରିଆଲ ବାହାର କରିପାରିବା ନାହିଁ ବୁଝାଇଛି ଏଟା ଏତିକି ଲେଖିବ ତାପରେ କହୁଛି ସରିଛି ଲେଖା ସରିଛି
ଯେତିକି ଫ୍ୟାକ୍ଟୋରିଆଲ ମାନେ ବୁଝିପାରିଲ ନା ବୁଝିପାରିଲନି? ହଁ ତାହେଲେ ଏଠି ଲେଖିଛି n ବିଲଙ୍ଗସ୍ ଟୁ କଣ n ଷ୍ଟାର। ତାହେଲେ ଜିରୋ ର ଫ୍ୟାକ୍ଟୋରିଆଲ କଣ ହବ? n ଷ୍ଟାର ଲେଖା ହେଇଛି ଜିରୋ ବିସ୍ତାର ଯାଉଛି ନା ଯାଉନି? ତାହେଲେ ଜିରୋ ର ଫ୍ୟାକ୍ଟୋରିଆଲ କଣ ହବ? କିଏ କହିଲା 1? କିଏ କହିଲା 1? କେମିତି ହବ ପ୍ରୁଫ? ଜିରୋ ଫ୍ୟାକ୍ଟୋରିଆଲ 1 ଏଟା ଠିକ ଅଛି କିନ୍ତୁ ପ୍ରୁଫ ନା କୁହାଯାଇଛି ବୋଲି ଏଇଠି ହବ। ଏଇଟା କହିଦେଲେ କଣ ହେଇଯିବ? ଆବେ ପ୍ରୁଫ ନ ହେଇଥିଲେ କେବେ ଏଇଟା ହବନି, ବୁଝୁଛ ନା ନାଇଁ? କହିଲେ କଣ ହେଇଯିବ? ପ୍ରୁଫ କରିବାକୁ ପଡିବ, ବୁଝୁଛ ନା ନାଇଁ? ତାହେଲେ ଦେଖ ଏଇଟା ଲେଖିବା ଲେଖିବ ତାକୁ proof କରିବ। ଦେଖ, zero certificate equal to one। ଦେଖିଲ ଦେଖ ଏଇ ଯୋଉ ଲେଖିଛେ ଆମେ n ଫ୍ୟାକ୍ଟୋରିଆଲ, n ଫ୍ୟାକ୍ଟୋରିଆଲ ହେଲା କଣ? n whole into n minus 1 whole into n minus 2 whole into n minus 3 2 2 into देखो ये जो n फैक्टोरियल देखो ये बोल देखो n फैक्टोरियल जो लिखिले एक जो एई जाय जो टर्म रहला ହେଲା ତାକୁ ଆମେ ଲେଖି ପାରିଲେ ଏଇ ଯୋଉ ଏତିକି ଲେଖି ତାକୁ ଲେଖି ପାରିଲେ n minus 1 ର ଫ୍ୟାକ୍ଟୋରିयल ଲେଖି ପାରିବା? ଆରେ ମନେ ନାହିଁ ମନ ସହଜ ତ କେମିତି ଲାଗିବ? n ଫ୍ୟାକ୍ଟୋରିयल ଭଲ ମାନେ କଣ? n into n minus 1 into n minus ହଁ up to 1 ପର୍ଯ୍ୟନ୍ତ। ତାର ଏଇ ଯୋଉ ଫାର୍ଷ୍ଟ ଟର୍ମଟାକୁ ଛାଡିଦେଲେ ତାପରେ ଯେତିକି ଟର୍ମ ରହିଲା କଣ n minus 2 ଧରି କଣ 1 ପର୍ଯ୍ୟନ୍ତ, ତାର ତା ଭ୍ୟାଲୁ ଆମେ ଲେଖିପାରିବା ନା n minus 1 ର ଫ୍ୟାକ୍ଟୋରିयल। n minus 1 ର ଫ୍ୟାକ୍ଟୋରିयल ମାନେ କଣ? ଫାର୍ଷ୍ଟ n minus 1 1 ଟା ନ୍ୟାଚୁରାଲ ନମ୍ବର ର କଣ ପ୍ରଡକ୍ଟ ଏହା ନାହିଁ। ତାହେଲେ ଆକୁ ଲେଖିପାରିବା n minus 1 ର ଫ୍ୟାକ୍ଟୋରିयल। ତାପରେ ଏଇଠୁ ତାହେଲେ ଆମେ ଗୋଟେ ପାଇପାରିବା କଣ n minus 1 ର ଫ୍ୟାକ୍ଟୋରିयल ଇକ୍ୱାଲ ଟୁ କଣ ତାକୁ ଆଣିକି ଆକୁ ଡିଭାଇଡ କରିଦେଇ ପାରିବା। ତାହେଲେ କଣ ହେଇଗଲା n ଫ୍ୟାକ୍ଟୋରିयल ଡିଭାଇଡେଡ୍ ବାଇ ବୁଝିପାରିଲ ନା ନାଇଁ? କେତେ ଲେଖି ହବ n ଫ୍ୟାକ୍ଟୋରିयल ତଳକୁ ଲେଖିବି ଫ୍ୟାକ୍ଟୋରିयल ଆଉ ଥରେ ଲେଖିବି ଲେଖିଦେବ ହେଲା ଆଉ ଥରେ ଲେଖିବି। ସରିଛି ଲେଖା ସରିଛି। ଦେଖ ଏଇ ଜିରୋ ଫ୍ୟାକ୍ଟୋରିयल କେମିତି 1 ହେଲା ହେଲା for n equal to 1 for n equal to କେତେ 1 ତାହେଲେ ଏଇଠି 1 ପକେଇଲେ କେତେ ହେଇଯିବ? ଜିରୋ ଫ୍ୟାକ୍ଟୋରିयल ଏଇଠି 1 ପକେଇଲେ କେତେ ହବ? କେତେ ତ 1 ଫ୍ୟାକ୍ଟୋରିयल ଡିଭାଇଡେଡ୍ ବାଇ କେତେ 1 1 ବାଇ 1 କେତେ ହେଇଗଲା? ଲେଖିଦେବି ଏଇଟା ଏଇ ଜାଣିଲ କେମିତି ହେଲା? ସରିଛି ଲେଖା ସରିଛି। ଦେଖ ନୋଟରେ ଲେଖା ହେଇଛି ନୋଟ ଲେଖିକି ଲେଖ ଗୋଟେ। ଦେଖିଲ ଦେଖ factorial of proper fraction factorial of proper fraction and negative integers and negative integers cannot be found. Factorial of proper fraction and negative integers cannot be found. अब आप लिख दो factorial of whole number factorial of whole number can be found can be
ଏଇ କି ଆଣିଛ ଏନସିଟି ବହି? ଏନସିଟି ବହି କି ଆଣିଛ? ଆଣିନ? କେତେ ଲେଖିଲ? କେତେ ଲେଖ? 7 factorial divided by 5 factorial। ଦେଖିଛ ଗୋଟେ କରୁଛି ତାପରେ ଆମେ କହିବୁ ବଡ ବଡ କିଛି ଆସୁନି ହେଲା। ତାହେଲେ ଆମେ କହିଲେ କଣ ଯେ ଏକ ଫ୍ୟାକ୍ଟୋରିଆଲ ଯୋଉ ଫର୍ମୁଲାଟା କହିଲେ ମନେ ଗୋଟେ 50 ଫ୍ୟାକ୍ଟୋରିଆଲ ଗୋଟେ କ୍ୱେଶ୍ଚିନ୍ ପଚାରିବ 50 ଫ୍ୟାକ୍ଟୋରିଆଲ ଡିଭାଇଡେଡ୍ ବାଇ 48 ଫ୍ୟାକ୍ଟୋରିଆଲ। ତମେ ବସି କଣ 50 ଫ୍ୟାକ୍ଟୋରିଆଲ ବାହାର କରିବ ନା ମଲ୍ଟିପ୍ଲାଏ କରି ଏତେ ବଡ ସଂଖ୍ୟା ତାହେଲେ କି ସହଜ ଉପାୟ ଥିବ ତାର ନା ନଥିବ? ତାହେଲେ ଦେଖ ଏଇଟା ରଖିବା ତାପରେ ଏଇଟା କରିବ ବୁଝାଉଛି। ତାହେଲେ ଏଇ ଯୋଉ 7 ଫ୍ୟାକ୍ଟୋରିଆଲ ଦେଖ ମନେ ରଖିବ ଯୋଉଟା ବଡ ଥିବ ସବୁବେଳେ ତାକୁ ହିଁ ଭାଙ୍ଗିବ ବୁଝିହଉଛି ନା ନାଇଁ? ଯୋଉଟା ବଡ ଥିବ ସବୁବେଳେ ତାକୁ ଭାଙ୍ଗିବ। ତ ଏଇଟା ବଡ ଅଛି କଣ 7